ମାନେ ଆଜିର ଏପିସୋଡରେ ଆପଣମାନେ ଦେଖିବାକୁ ପାଇବେ ଯେତେବେଳେ ତିସିକା ପାଇଁ ସମସ୍ତେ ବ୍ୟସ୍ତ ହୋଇ ପଡୁଥିବେ ଏ ସମୟରେ ତିନାଲିକୁ କ୍ୱେଶ୍ଚିନ୍ କରୁଥିବେ ଯେ ତିସିକା ଏମିତି କ'ଣ ଖାଇଛି ଯୋଉଥିପାଇଁ କି ତାର ଏ ଅବସ୍ଥା। ଆଉ ସମସ୍ତଙ୍କୁ ତିନାଲି କହୁଥିବ ତିସିକା ଏମିତି କିଛି ବି ଖାଇନି, ବାସ୍ ମୁଁ ଗୋଟେ ତାକୁ ବାନାନା ସେକ୍ ଦେଇଥିଲି ଆଉ ତାପରେ ତା ପେଟ କାଟିଲା ଆଉ ରକ୍ତ ବାନ୍ତି କଲା ଆଉ ସେଥିପାଇଁ ମୁଁ ଡକ୍ଟର ଡାକିବାକୁ କହିଲି। ଆଉ ଏତେବେଳେ ଭବାନ ଦେବୀ ଆକ୍ଟିଂ କରି କୁହନ୍ତି ତୁ କିଛି ଭୁଲଭାଲ ଦେଇନୁ ତ। ଆଉ ଏତେବେଳେ ତିନାଲି ମନା କରିଥିବେ କିନ୍ତୁ କାର୍ତ୍ତିକ ଆସି ତିସିକାଙ୍କ ପାଇଁ ତିନାଲି ଉପରେ ବହୁତ ଜୋରସେ ରାଗିଯିବେ ଆଉ କହିବେ ଯେ ନା ତମେ ଜାଣିଶୁଣି ତିସିକା ଆଉ ମୋ ଛୁଆକୁ ନଷ୍ଟ କରିବାକୁ ଚାହୁଁଥିଲ, କାହିଁକିନା ତମେ ଏ ଘରର ବଡ଼ ବୋହୂ ତ ହେଇସାରିଛ କିନ୍ତୁ ଏ ଘରକୁ ପ୍ରଥମେ ଉତ୍ତରାଧିକାରୀ ଦେଇପାରିଲନି। ଆଉ ଯେତେବେଳେ ତିସିକା ମା ହେବାକୁ ଯାଉଛନ୍ତି ସେତେବେଳେ ତମେ ଏ କଥାକୁ ସହିପାରୁନ ଆଉ ଆମ ଛୁଆକୁ ନଷ୍ଟ କରିବାକୁ ଚାହୁଁଛ। ଠିକ୍ ଏମିତି କହିବା ଶୁଣି ପରିବାର ଲୋକ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡ଼ିବେ ଆଉ ସବୁଠୁ ଆଶ୍ଚର୍ଯ୍ୟ ହୋଇ ପଡ଼ିବେ ତିନାଲି। ଆଉ ତିନାଲି କହିବ ଯେ ଆରେ କାର୍ତ୍ତିକ ତମ ମୁଣ୍ଡ ଖରାପ କି, ତମେ ଏମିତି କ'ଣ କହୁଛ। ଆଉ ଏତେବେଳେ କାର୍ତ୍ତିକ କଥା ଶୁଣି ସମସ୍ତେ ବ୍ୟସ୍ତ ହୋଇ ପଡ଼ିବେ। ଆଉ ଏତେବେଳେ କାର୍ତ୍ତିକ କହିବେ ନା ମୁଁ ସତ କଥା କହୁଛି, ତମେ ଟଙ୍କା ଲୋଭରେ ମୋ ଭାଇକି ବାହା ହେଇଗଲ ଆଉ ଏବେ ଆମ ଛୁଆକୁ ମାରିବାକୁ ଚାହୁଁଛ। ଜାଣିଛ ଏବେ ତିସିକା ମରଣ ସହିତ ଲଢ଼େଇ କରୁଛନ୍ତି ଆଉ ଡକ୍ଟର କହିଲେ ତାଙ୍କୁ ଆଉ ଆମ ଛୁଆକୁ ବଞ୍ଚେଇବା ବହୁତ ବଡ଼ ମୁସ୍କିଲ ହେଇଯିବ। ଯଦି ସତରେ ତିସିକାଙ୍କୁ କିଛି ହେଇଯାଏ ନା ତାହେଲେ ସତ କହୁଛି ମୁଁ ତମକୁ ଜମା ବି ଛାଡ଼ିବିନି। ଆଉ ଏକଥା ଶୁଣି ତିନାଲି ଏକଦମ ଡରିଯାଆନ୍ତି। ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି, କ'ଣ ତିସିକା ସତରେ ସମସ୍ତଙ୍କ ସାମ୍ନାରେ ଠିକ୍ ହୋଇ ଆସିବେ? ଯଦି ହଁ ତାହେଲେ ୟେସ୍ ବୋଲି କମେଣ୍ଟ କରିବେ।